ସୁଜାତା ନାଁ ଯୋଉ ଆପଣ କହୁଛନ୍ତି ଚର୍ଚ୍ଚା ହଉଛି ବୋଲିକିରି, ଯଦିଓ ରାଜନୀତିରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ, ଓଡ଼ିଶାର ରାଜନୀତି ସହିତ ତାଙ୍କର ଏତେଟା ଯଦିଓ କୌଣସି ସମ୍ପର୍କ ନାହିଁ, ତଥାପି ତାଙ୍କ ଦଳର ଶୀର୍ଷ ନେତା ଯଦି ଚାହିଁବେ ସୁଜାତାକୁ କରିବେ। ପାଣ୍ଡିଆନ ତ ଆଜି ବି ତାଙ୍କ ଦଳ ଭିତରେ କ୍ଷମତାପନ୍ନ ବ୍ୟକ୍ତି ବୋଲି କୁହାଯାଉଛି। ତେଣୁ ଯଦି ପାଣ୍ଡିଆନଙ୍କ ନାଁକୁ ନେଇକରି କୌଣସି ଅସନ୍ତୋଷ ଥିବ ବା ଭିନ୍ନ ବାର୍ତ୍ତା ଯିବାର ଥିବ, ହୁଏତ ସୁଜାତାଙ୍କୁ ସେମାନେ କରିପାରନ୍ତି ଦଳକୁ ଆଗେଇ ନେବା ପାଇଁ। ଯିଏ ତାଙ୍କର ଯୋଗ୍ୟ ବ୍ୟକ୍ତି, ଯାହା ନେତୃତ୍ୱରେ ଯାହାକୁ ସମସ୍ତେ ମାନିକିରି ସର୍ବମାନ୍ୟ ନେତା ଜଣେ କାହାକୁ କରିବେ, ହୁଏତ ତାଙ୍କର ନିଷ୍ପତ୍ତି ସେ ଯାହାକୁ ସୁଜାତାଙ୍କୁ କରିପାରନ୍ତି ବା ଅନ୍ୟ କାହାକୁ କରିପାରନ୍ତି। ଦଳଟା କ୍ଷମତାରେ ପଳେଇଛି, ବାଡେଇ ଛାଟି ହେବା ସ୍ୱାଭାବିକ। ବୁଝିପାରୁଛନ୍ତି, କେବେ ବିରୋଧୀ ଦଳରେ ରହିନାହାନ୍ତି ସେମାନେ। ତେଣୁ ବିରୋଧୀ ଦଳରେ ଯେହେତୁ ରହିନାହାନ୍ତି, ଏବେ କ୍ଷମତାରେ ହଠାତ୍ ଚାଲିଗଲା ପରେ ବିରୋଧୀ ଦଳ ରହିଲା ପରେ ସେମାନଙ୍କ ଭିତରେ ନିହାତି ଭାବରେ ସେ ଗୋଟେ ତାଙ୍କ ମନ ଭିତରେ ଅଲଗା ଗୋଟେ ଆସୁଥିବ ଭାବନା। ଯୋଉମାନଙ୍କର ଦଳ ପ୍ରତି ଅବଦାନ ଅଛି, ଯୋଉମାନେ ଦଳର ମଙ୍ଗକୁ ଠିକଣା ଭାବରେ ନେଇପାରିବେ, ସେଇମାନଙ୍କୁ ଦାୟିତ୍ୱ ଦେଇକିରି ଯଦି ଠିକଣା ଭାବରେ ଦଳକୁ ଚଳେଇ ପାରିବେ, ତାହେଲେ ଦଳ ପୁଣି ଆଗକୁ ନିଜ ସାମର୍ଥ୍ୟକୁ ପ୍ରତିପାଦିତ କରିବାର ଯଥେଷ୍ଟ ସୁଯୋଗ ଅଛି। ଶୁଣନ୍ତୁ, ବିଜୁ ଜନତା ଦଳର ସେମାନେ କାହାକୁ ଦାୟିତ୍ୱ ଦେବେ, କିଏ ତାଙ୍କର ଦାୟିତ୍ୱରେ ରହିଲେ ଦଳ ଠିକ ଚାଲିବ, ସେଟା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର, ସେଇଟା ତାଙ୍କର ଘରର କଥା। ସୁଜାତାଙ୍କ ନାଁ ଯୋଉ ଆପଣ କହୁଛନ୍ତି ଚର୍ଚ୍ଚା ହଉଛି ବୋଲିକିରି, ଯଦିଓ ରାଜନୀତିରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ, ଓଡ଼ିଶାର ରାଜନୀତି ସହିତ ତାଙ୍କର ଏତେଟା ଯଦିଓ କୌଣସି ସମ୍ପର୍କ ନାହିଁ, ତଥାପି ତାଙ୍କ ଦଳର ଶୀର୍ଷ ନେତା ଯଦି ଚାହିଁବେ ସୁଜାତାକୁ କରିବେ, କି ଆପଣଙ୍କୁ ଭିତରୁ କାହାକୁ ନେଇକି ସଭାପତି କରିବେ, କି ତାଙ୍କ ଦଳ ଭିତର କାହାକୁ ସଭାପତି କରିବେ, ସେଇଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର, ଦଳୀୟ ବ୍ୟାପାର। ଯାହାକୁ ନେଲେ ତାଙ୍କର ଦଳ ଠିକ ଭାବରେ ଚାଲିବ। ଯଦି ପାଣ୍ଡିଆନଙ୍କ ନାଁକୁ ନେଇକି ଆପତ୍ତି ସୃଷ୍ଟି ହଉଥିବ, ପାଣ୍ଡିଆନ ତ ଆଜି ବି ତାଙ୍କ ଦଳ ଭିତରେ କ୍ଷମତାପନ୍ନ ବ୍ୟକ୍ତି ବୋଲି କୁହାଯାଉଛି। ତେଣୁ ଯଦି ପାଣ୍ଡିଆନଙ୍କ ନାଁକୁ ନେଇକରି କୌଣସି ଅସନ୍ତୋଷ ଥିବ ବା ଭିନ୍ନ ବାର୍ତ୍ତା ଯିବାର ଥିବ, ହୁଏତ ସୁଜାତାଙ୍କୁ ସେମାନେ କରିପାରନ୍ତି। ତାଙ୍କର ଯଦି ପରୋକ୍ଷରେ ନାକଟା ସିଧା ଧରିବା ଅପେକ୍ଷା ବୁଲେଇକି ଧରିବା ପାଇଁ ହୁଏତ ସେମାନେ ଚେଷ୍ଟା କରିପାରନ୍ତି। ତାଙ୍କ ଦଳ କେମିତି କଲେ, କାହାକୁ ନେତୃତ୍ୱ ଦେଲେ ତାଙ୍କ ଦଳ ଠିକ ଭାବରେ ଚାଲିବ। କାରଣ ଗୋଟେ ପାୱାରଫୁଲ ଦଳ 24 ବର୍ଷ କ୍ଷମତାରେ ଥିଲା। ଦଳର ବି ଆଜି ବି ତଳ ସ୍ତରରେ, ତୃଣମୂଳ ସ୍ତରରେ କର୍ମୀ ଅଛନ୍ତି, ନେତା ଅଛନ୍ତି, ସଂଗଠନ ଅଛି, ବିଧାୟକ ଅଛନ୍ତି। ତେଣୁ ସେ ଦଳକୁ ମୁଁ ଭାବୁନି ଏତେ ଶୀଘ୍ର ସେମାନେ ଅପମୃତ୍ୟୁର ଦିଗରେ ଇଏ କରିବେ, ଆଗେଇବେ। ନିଶ୍ଚିତ ଭାବରେ ଦଳକୁ ଆଗେଇ ନେବା ପାଇଁ ଯିଏ ତାଙ୍କର ଯୋଗ୍ୟ ବ୍ୟକ୍ତି, ଯାହା ନେତୃତ୍ୱରେ ଯାହାକୁ ସମସ୍ତେ ମାନିକିରି ସର୍ବମାନ୍ୟ ନେତା ଜଣେ କାହାକୁ କରିବେ, ହୁଏତ ତାଙ୍କର ନିଷ୍ପତ୍ତି ସେ ଯାହାକୁ ସୁଜାତାଙ୍କୁ କରିପାରନ୍ତି ବା ଅନ୍ୟ କାହାକୁ କରିପାରନ୍ତି, କି ଯାହାକୁ ନବୀନ ବାବୁଙ୍କର ଛାପରେ ହିଁ ଦଳ ଚାଲିବ। ଏବେ ସେ ଯାହାକୁ କଲେ ମଧ୍ୟ ନବୀନ ବାବୁଙ୍କ ନାଁରେ ଦଳଟା ଚାଲିବ। ବିଶୃଙ୍ଖଳା ଗୋଟେ ପରିବାର ଭିତରେ ବିଶୃଙ୍ଖଳା ହବା ସ୍ୱାଭାବିକ। ଘର ଭିତରେ କଣ ଭାଇ ଭାଇ ଭିତରେ କଳି ହଉନି? ନା ଘର ଭିତରେ ଆମର ସବୁ ବାଡିଆ ପିଟା ହଉନି? କୋଉ ଦଳରେ କଳି ନାହିଁ, କୋଉ ଦଳରେ ବିଶୃଙ୍ଖଳା ନାହିଁ? କଂଗ୍ରେସରେ ନାହିଁ, ବିଜେପିରେ ନାହିଁ, ଜଳ ଜଳ ହେଇକି ଦେଖାଯାଉଛି। ତ ପ୍ରତ୍ୟେକ ଦଳରେ, ଆଉ ଏକ ତ ଏତେ ଦିନ କ୍ଷମତାରେ ରହିଛି, କ୍ଷମତାର ମହୁ ଚାକିକି ଥିଲେ, ଏବେ ତ ଦଳଟା କ୍ଷମତାରେ ପଳେଇଛି, ବାଡେଇ ଛାଟି ହେବା ସ୍ୱାଭାବିକ। ବୁଝିପାରୁଛନ୍ତି, କେବେ ବିରୋଧୀ ଦଳରେ ରହିନାହାନ୍ତି ସେମାନେ। ତେଣୁ ବିରୋଧୀ ଦଳରେ ଯେହେତୁ ରହିନାହାନ୍ତି, ଏବେ କ୍ଷମତାରେ ହଠାତ୍ ଚାଲିଗଲା ପରେ ବିରୋଧୀ ଦଳ ରହିଲା ପରେ ସେମାନଙ୍କ ଭିତରେ ନିହାତି ଭାବରେ ସେ ଗୋଟେ ତାଙ୍କ ମନ ଭିତରେ ଅଲଗା ଗୋଟେ ଆସୁଥିବ ଭାବନା। ତ ତାଙ୍କ ଭିତରେ ଟିକେ ହବ ଇଏ ସବୁ। ୟାକୁ କେତେ ଦୂର ସେମାନେ ପ୍ରଶମିତ କରିକିରି, ନବୀନ ବାବୁ ଯଦି କାହାକୁ ଦାୟିତ୍ୱ ଦଉଛନ୍ତି, ତାଙ୍କ ଉତ୍ତରାଧିକାରୀ ଭାବରେ କାହାକୁ ଯଦି ଉପସ୍ଥାପିତ କରିବାକୁ ଚାହୁଁଛନ୍ତି, ଏ ସବୁ ଦିଗକୁ ଦଳ ଭିତରେ ଯୋଉମାନଙ୍କର ଅବଦାନ ଅଛି, ଯୋଉମାନେ ଦଳ ପାଇଁ କାମ କରିଛନ୍ତି, ଧରାବର ଟେକା କନିଆ ତ ପ୍ରତି ଦଳରେ ଅନେକ ଅଛନ୍ତି। ଯୋଉମାନଙ୍କର ଦଳ ପ୍ରତି ଅବଦାନ ଅଛି, ଯୋଉମାନେ ଦଳର ମଙ୍ଗକୁ ଠିକଣା ଭାବରେ ନେଇପାରିବେ, ସେଇମାନଙ୍କୁ ଦାୟିତ୍ୱ ଦେଇକିରି ଯଦି ଠିକଣା ଭାବରେ ଦଳକୁ ଚଳେଇ ପାରିବେ, ତାହେଲେ ଦଳ ପୁଣି ଆଗକୁ ନିଜ ସାମର୍ଥ୍ୟକୁ ପ୍ରତିପାଦିତ କରିବାର ଯଥେଷ୍ଟ ସୁଯୋଗ ଅଛି। ଯଦି ସେମାନେ ଚାହିଁବେ, ତାଙ୍କ ଇଚ୍ଛା, ତାଙ୍କ ଦଳକୁ ସେମାନେ କେମିତି ନେବେ, କାହାକୁ ସଭାପତି କରିବେ, ସେଟା ତାଙ୍କ ବ୍ୟକ୍ତିଗତ ବ୍ୟାପାର।